ଆଜିର ପ୍ରଥମ ମୁଖ୍ୟ ଖବର। ସାରା ଭାରତରେ ବୁଧବାର ଅନେକ ୟୁଜରଙ୍କ ୟୁପିଆଇ ସେବା ଡାଉନ୍ ହୋଇଯାଇଛି। ତେବେ ୟୁପିଆଇ ସେବା ଡାଉନ୍ କାରଣରୁ ପେଟିଏମ୍, ଗୁଗଲ ପେ, ଫୋନ୍ ପେ ପରି ୟୁପିଆଇ ଆପ୍ ଏବଂ ଏସ୍ବିଆଇ ପରି ବ୍ୟାଙ୍କିଂ ଆପ୍ରେ ପେମେଣ୍ଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନେକ ୟୁଜର। ସେପରି ଡାଉନଡିଟେକ୍ଟର.in ତଥ୍ୟ ଅନୁସାରେ 59% ୟୁଜର ଟଙ୍କା ପେମେଣ୍ଟ କରିବାରେ ସମସ୍ୟା ଭୋଗୁଥିବା ନେଇ ରିପୋର୍ଟ କରିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର। ଚିନ୍ତା ବଢ଼ାଇବ ଘିବଲି। ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି ଘିବଲି ଆର୍ଟ। ଲୋକଙ୍କୁ ଯେତିକି ଖୁସି କରୁଛି, ଆଗକୁ ଏହାର ପରିମାଣ ସେତିକି ଚିନ୍ତାଜନକ ହେବ ବୋଲି ଅନୁମାନ କରାଯାଉଛି। ଫଟୋ ଜରିଆରେ ବଡ଼ ଧରଣର ଠକେଇ କରିପାରନ୍ତି ସାଇବର ଠକ, ସତର୍କ କରାଇଲେ ସାଇବର ଏକ୍ସପର୍ଟ। ପରବର୍ତ୍ତୀ ମୁଖ୍ୟ ଖବର। ଲୁହା ଛଡ଼ କିଣୁଥିଲେ ସାବଧାନ। ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଲିଖିତ ଉତ୍ତର। ରାଜ୍ୟରେ ବେଧଡ଼କ ବିକ୍ରି ଚାଲିଛି ବ୍ରାଣ୍ଡେଡ୍ ନାମରେ ନକଲି ଲୁହା ଛଡ଼। କୋରାପୁଟ, ମାଲକାନଗିରିରେ ବ୍ୟାପକ ଜାଲିଆତି। ପରବର୍ତ୍ତୀ ମୁଖ୍ୟ ଖବର। ବିଧାନସଭାରେ ବିରୋଧୀଙ୍କ ଦାବି, ସମ୍ବଲପୁରୀ ଭାଷାକୁ ମିଳୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା। ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରୀ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ଦେବାକୁ ଦାବି କରିଛନ୍ତି। 11ଟି ଜିଲ୍ଲାର 1.5 କୋଟିରୁ ଅଧିକ ଲୋକ ଏହି ଭାଷାରେ କଥାବାର୍ତ୍ତା କରନ୍ତି ଓ ସମ୍ବଲପୁରୀ ଭାଷାର ନିଜସ୍ୱ ଅଭିଧାନ ଅଛି ବୋଲି ସେ ଦାବି କରିଛନ୍ତି। ଏହି ଭାଷାକୁ ସରକାରୀ ସ୍ୱୀକୃତି ପାଇଁ ଅନେକ ଦିନ ଧରି ଦାବି ଉଠିଛି। ଏହାକୁ ହାଲୁକା ଭାବେ ନ ନେଇ ଲୋକଙ୍କ ଆତ୍ମାର ଭାଷାକୁ ରାଜ୍ୟର ଦ୍ୱିତୀୟ ରାଜ୍ୟଭାଷା ଭାବେ ମାନ୍ୟତା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର। ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ଦେଇ କହିଛନ୍ତି, ଫସଲରେ ଅଧିକ କୀଟନାଶକ ବ୍ୟବହାର ଫଳରେ ଜମିର ଗୁଣବତ୍ତା ନଷ୍ଟ ହେବା ସହ କ୍ୟାନ୍ସର ଭଳି ରୋଗ ବ୍ୟାପୁଛି। ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ୱ ଦିଆଯାଉଛି। ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୃହରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତରରେ କହିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର। ଦହିବରା ଆଳୁଦମର ଜିଆଇ ଟ୍ୟାଗ ପାଇଁ ଆବେଦନ କରାଯାଇଛି, ସୂଚନା ଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ରାଜ୍ୟ ସରକାର ଦହିବରା ଆଳୁଦମର ଜିଆଇ ଟ୍ୟାଗ ପାଇଁ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। ଏହା ଭୌଗୋଳିକ ଦ୍ରବ୍ୟ ସୂଚନା ସୁରକ୍ଷା ତଥା ପଞ୍ଜୀକରଣ ଅଧିନିୟମ 1999 ବିଭାଗ 1 ଅନ୍ତର୍ଗତ ଆବେଦନ କରାଯାଇଛି ବୋଲି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୁଧବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି। କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୌସଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ। ପରବର୍ତ୍ତୀ ମୁଖ୍ୟ ଖବର। ଭୁବନେଶ୍ୱରରେ ପିଲାମାନଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୁଧବାର ଦିନ ଭୁବନେଶ୍ୱର ବଡ଼ଗଡ଼ ହାଇସ୍କୁଲରେ କୁନି କୁନି ପିଲାମାନଙ୍କୁ ଖଡି ଛୁଆଇ ଶିଶୁ ବାଟିକାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହ ସେ ପିଲାମାନଙ୍କୁ ସ୍କୁଲ ବ୍ୟାଗ ମଧ୍ୟ ବଣ୍ଟନ କରିଛନ୍ତି। ସେହିପରି ପିଲାମାନଙ୍କ ସହିତ କଥାବାର୍ତ୍ତା ହେବା ସହ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଓ ସେମାନଙ୍କୁ ସିଏମ ମଧ୍ୟାହ୍ନ ଭୋଜନ ପରଷି ଦେଇଥିବାର ଦେଖିବାକୁ ମିଳିଛି। ସୂଚନା ଥାଉ କି ଖଡିଛୁଆଁ ସହିତ 2025-26 ଶିକ୍ଷାବର୍ଷ ପାଇଁ ସ୍କୁଲରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ପରବର୍ତ୍ତୀ ମୁଖ୍ୟ ଖବର। ଶିଶୁ ବାଟିକାରୁ 10ମ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ବୁଧବାର ଦିନଠାରୁ ସ୍କୁଲରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା। ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କ୍ରମରେ ପ୍ରତି ସ୍କୁଲରେ ଶିଶୁ ବାଟିକାରୁ ଆରମ୍ଭ କରି 10ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପରବର୍ତ୍ତୀ ମୁଖ୍ୟ ଖବର। ରାଜ୍ୟରେ 4 ଯାଏଁ କାଳବୈଶାଖୀ। ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜି 9 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ଆଉ ଆସନ୍ତାକାଲିକୁ 8ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର। ଫୋର୍ବସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କର ଏକ ତାଲିକା ପ୍ରକାଶ କରିଛି। ଏଥିରେ $92.5 ବିଲିୟନ ସମ୍ପତ୍ତି ସହିତ ଶିଳ୍ପପତି ମୁକେଶ ଅମ୍ବାନୀ ଭାରତର 1 ନମ୍ବର ଧନୀ ହୋଇଥିଲା ବେଳେ ବିଶ୍ୱ ଧନୀ ତାଲିକାରେ 18ତମ ସ୍ଥାନରେ ରହିଛନ୍ତି। ସେହିପରି $56.3 ବିଲିୟନ ସମ୍ପତ୍ତି ସହିତ ଗୌତମ ଆଦାନୀ ଭାରତର ଦ୍ୱିତୀୟ ଧନୀ ତାଲିକାରେ ଅଛନ୍ତି ଓ ବିଶ୍ୱର 28 ନମ୍ବର ସ୍ଥାନରେ ଅଛନ୍ତି। ଅନ୍ୟପଟେ ସାବିତ୍ରୀ ଜିନ୍ଦଲ ଓ ପରିବାର ସମ୍ପତ୍ତି $35.5 ବିଲିୟନ ଥିବା ନେଇ ତାଲିକାରୁ ଜଣାପଡ଼ିଛି। ପରବର୍ତ୍ତୀ ମୁଖ୍ୟ ଖବର। ଦିଲ୍ଲୀରେ ଚାଲିବନି ପେଟ୍ରୋଲ ଓ ଡିଜେଲ ଗାଡ଼ି, ନୂଆ ଯୋଜନା ନେଇ ବିଚାର କରୁଛନ୍ତି ସରକାର। ମିଡିଆ ରିପୋର୍ଟ ମୁତାବକ ଦିଲ୍ଲୀ ଏନସିଆରରୁ ଡିଜେଲ ଏବଂ ପେଟ୍ରୋଲ ଗାଡ଼ି ହଟାଇ କେବଳ ଇଲେକ୍ଟ୍ରିକ୍ ଭେହିକିଲ୍, ସିଏନଜି କିମ୍ବା ହାଇବ୍ରିଡ୍ ମଡେଲ ନୂତନ ଗାଡ଼ି ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି।
ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଆଲୋଚନା କରିଛନ୍ତି। ଏନେଇ ଅଟୋମୋବାଇଲ କମ୍ପାନୀଙ୍କ ସହ ବିଚାର ବିମର୍ଶ ଚାଲିଛି। ସୂଚନା ମୁତାବକ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ସାମିଲ ରହିଛି।